ହ୍ୟାଲୋ ସାଙ୍ଗମାନେ, ଆଜି ସକାଳୁ ଉଠିଲା ବେଳକୁ ମୁଁ ଦେଖିଲି କି ରୁଦ୍ର ଆମର ସ୍କୁଲ ଯିବାକୁ ବାହାରୁଛି। ତ ସିଏ ସ୍କୁଲ ଯିବା ପାଇଁ ବାହାରିଲା। ମୁଁ ଯାଇ ବ୍ରସ୍ ଫ୍ରସ୍ କରିଦେଇ ଆସିକି ଖାଇବାକୁ ଲକି ଦିଦିଙ୍କ ଘରକୁ ବାହାରିଗଲି। ତ ଆଜି ଆମର ପଖାଳ ଭାତ, ମାଛ ଭଜା, ଶିମ୍ବ ଆଳୁ ଭଜା ହେଇଥିଲା। ଖାଇ ଦେଇକି ବାପା ମୋତେ ଫୋନ୍ କଲେ କି ବିଲକୁ ଛଣ ନେଇକି ଆସିବାକୁ, ଧାନ ବନ୍ଧା ହବ। ତ ମୁଁ ନେଇକି ଦେଇ ଦେଇକି ଆସିଲି। ତ ଏଇଠି ମୁଁ ଏବେ କୋରୁଅ ବାହାରି ଯାଇଛି, ମାନେ କଲେଜ ଛକ। କଲେଜ ଛକ ଗଲା ବାଟରେ ଆମର ଏଠି ସାଇ ମନ୍ଦିର ପଡ଼ିଲା, ଯେଉଁଟାକି ମୁଁ ସ୍କୁଲ ଟାଇମ୍ରେ ଯାଉଥିଲି। ବହୁତ ଦିନ ହେବ ବି ଯାଇନି। ଇଏ ହେଉଛି ଆମ କୋରୁଆ ରାସ୍ତା, ମାନେ ଆମର ବ୍ରିଜ୍ ଅଛି, ବାରିଣୀ ବ୍ରିଜ୍। ତ ମୁଁ ଆସିକି ଏବେ କୋରୁଆ ଛକରେ ପହଞ୍ଚିଗଲି। ତ ଏଇଟା ହେଉଛି ମାର୍କେଟ କମ୍ପ୍ଲେକ୍ସ। ତ ଏଇ ଜାଗାରେ ସବୁ କଲେଜ ଛୁଆ, ପୁଅ ଝିଅ ସମସ୍ତେ ମିଶିକି ଆସି ବସନ୍ତି। ମୁଁ ବି ସେଇ ଟାଇମ୍ରେ ବସୁଥିଲି। ତ ମୁଁ ଆସିକି ପାର୍ଲରରେ ପହଞ୍ଚିଗଲି। ପାର୍ଲରରେ ଟିକେ ଆଇବ୍ରୋ ସେପ୍ କରିକି ମିରର ଆଗରେ ଟିକେ ମୁହଁ ଦେଖେଇଦେଲି। ତାପରେ ମୁଁ ଘରକୁ ପଳେଇ ଆସିଲି। ଘରକୁ ଆସିଲା ପରେ ବୋଉ କହିଲା କି ଧାନ ପଡ଼ିଛି, ତ ମେସିନରେ ସବୁ କଟା ହେଇଥିଲା, ଓଦା ଥିଲା, ଶୁକା ହେବା ପାଇଁକା ମୁଁ ଶୁକେଇଦେଲି। ଶୁକେଇଦେଲା ପରେ ଆସିକି ଟିକେ ଚୁଟି ଧୋଇକି ଗାଧେଇକି ଠାକୁର ପୂଜା କରିଦେଇକି ଏଠି ଆସିକି ଟିକେ ମୁହଁରେ ମଏଶ୍ଚରାଇଜର୍ ମାରିଦେଉଛି କି ମୁହଁଟା ଟିକେ ଭଲ ଲାଗିବ ସେଥିଲାଗି। ତ ମାରିକି ମୁଁ ଆଜି ଟିକେ ଯାଇଥିଲି ଆମ ନଈକୂଳ ଆଡ଼େ। ନଈକୂଳ ଆଡ଼େ ଯାଇକି ବୁଲି ପଡ଼ିକି ଆସିଲି। ଟିକେ ମନଟା ପୁରା ଖୁସି ହେଇଗଲା।